ଏମିତି ପ୍ରତ୍ୟେକ ଦିନ ରାଶିଫଳ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରିନିଅନ୍ତୁ। ତେବେ ଆସନ୍ତୁ ପ୍ରଥମେ ଜାଣିନେବା ଆଜି ଦିନର ତିଥି ନକ୍ଷତ୍ର କ'ଣ କହୁଛି। ଆଜି ହେଉଛି 12 ଏପ୍ରିଲ 2024 ଶୁକ୍ରବାର, ଚୈତ୍ର ମାସ ଶୁକ୍ଳପକ୍ଷ ଚତୁର୍ଥୀ, ଦିନ 1:11 ପରଠାରୁ ଚୈତ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ଏବଂ ମିନ 30 ଦିନ। ଆଜିର ସୂର୍ଯ୍ୟୋଦୟ ସମୟ ସକାଳ 5:31 ଏବଂ ଆଜିର ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6:04। ଆଜି ଦିନର ଶୁଭ ସମୟ ହେଉଛି ସକାଳ 5:31 ଆରମ୍ଭ ହୋଇ ଦିନ 9:10 ପର୍ଯ୍ୟନ୍ତ ରହୁଛି। ଏହି ସମୟ ସୀମା ମଧ୍ୟରେ ଆପଣମାନେ କିଛି ବି ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ। ଶୁକ୍ରବାର ଆଜି ହେଉଛି ବିଛା, ଧନୁ ଓ ମୀନ ରାଶିର ଘାତ ବାର ଏବଂ ବିଛା ରାଶିର ଘାତ ଚନ୍ଦ୍ର। ଶୁକ୍ରବାର ଆଜି ହେଉଛି ମୂଳା ଭକ୍ଷଣ ନିଷେଧ ଏବଂ ଦିନ 1:11 ପରଠାରୁ ବେଲ ଓ ପଣସ ଭକ୍ଷଣ ନିଷେଧ। ତାପରେ ଆପଣମାନେ ଜାଣିଛନ୍ତି ଯେ ରାଶିଚକ୍ରରେ 12ଗୋଟି ରାଶି ରହିଛନ୍ତି। ଆଉ ଏହି 12ଟି ରାଶିମାନଙ୍କ ମଧ୍ୟରୁ କେଉଁ ରାଶିରେ କ'ଣ ସବୁ ଦର୍ଶାଉଛି ଏବଂ ଆଜି ଆପଣଙ୍କ ଭାଗ୍ୟ କିପରି ରହିବ ଆମେ ଜାଣିନେବା ଆଜିର ଏହି ଭିଡ଼ିଓ ମାଧ୍ୟମରେ। ମେଷ ରାଶିଠାରୁ ଆରମ୍ଭ କରି ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ କ'ଣ ସବୁ ଦର୍ଶାଉଛି। ପ୍ରଥମେ ଜାଣି ରଖିବା ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣମାନଙ୍କର ଦିନଟି ଆପଣଙ୍କୁ ମିଶ୍ରିତ ଫଳାଫଳ ପ୍ରଦାନ କରିବ। ମାତା ଓ ପିତା ଦୁହେଁ ପିଲାମାନଙ୍କର ଧ୍ୟାନ ରଖିବା ଉଚିତ, ନଚେତ୍ ପିଲାମାନେ ଆଜି ବିଗିଡ଼ି ଯାଇପାରନ୍ତି। ବ୍ୟବସାୟରେ ନିଜର ଥିବା ସାଙ୍ଗମାନଙ୍କ ପାଖରୁ ସହାୟତା ମିଳିପାରେ। ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତି ନେବେ ଏବଂ ସମସ୍ତେ ଆଜି ଆପଣମାନଙ୍କ ଉପରେ ଖୁସି ରହିବେ। ଆପଣ ଯଦି ସରକାରୀ ଚାକିରି କେଉଁଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ। କର୍ମକ୍ଷେତ୍ରରେ ଆଜିର ଦିନଟି ବହୁତ ଭଲରେ କଟିବ। ଆଜି କୌଣସି କ୍ଷେତ୍ରରୁ ଅଚାନକ ଭାବରେ ଧନ ମିଳିବାର ସମ୍ଭାବନା ରହିଅଛି। ସରକାରୀ ଚାକିରି କରିଥିବା ଲୋକମାନେ ବହୁତ ଭଲରେ ଦିନ କାଟିବେ। ବ୍ୟବସାୟରେ ବହୁତ ଭଲ ଲାଭ ହେବ। ପରିବାରରେ କଳି ଝଗଡ଼ା ହେବାର ସମ୍ଭାବନା ରହିଅଛି। ତେଣୁ ଆଜି ଆପଣମାନେ କଥାବାର୍ତ୍ତା କରିବା ସମୟରେ ଟିକିଏ ଜଗି ରଖିକରି କଥାବାର୍ତ୍ତା କରନ୍ତୁ। ବିବାହିତ ଲୋକମାନେ ଆଜି ଜୀବନସାଥୀଙ୍କ ସହିତ କୌଣସି ନୂତନ ଜାଗାକୁ ବୁଲିବା ପାଇଁ ଯାଇପାରନ୍ତି ଏବଂ କିଛି ସମୟ ଆନନ୍ଦ ଉଲ୍ଲାସରେ ମଧ୍ୟ ବିତାଇ ପାରନ୍ତି। ଆଜି ଆପଣମାନେ ନିଜର ଇଷ୍ଟଦେବତାଙ୍କୁ ସ୍ମରଣ କରି ଆଜିର ଦିନଚର୍ଯ୍ୟାଟି ଆରମ୍ଭ କରନ୍ତୁ। ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ ବିଶେଷ ରୂପରେ ଭଲରେ କଟିବ। ଏବେ ଆସନ୍ତୁ ଜାଣି ରଖିବା ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣମାନେ ଉତ୍ତମ ପାନ ଭୋଜନରେ ଅପ୍ୟାୟିତ ହେବେ। ବସ୍ତ୍ର ଆଭୂଷଣ ପ୍ରାପ୍ତି ଓ ବନ୍ଧୁ ମିଳନର ଯୋଗ ରହିଅଛି। କିନ୍ତୁ କଳହ, ମାଲି ମକଦ୍ଦମା, ଦୂରଯାତ୍ରା, ଯାନବାହନ ଏବଂ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତେଣୁ ଆଜି ଆପଣମାନେ ଏହିସବୁ କାର୍ଯ୍ୟଠାରୁ ଦୂରରେ ରୁହନ୍ତୁ। ଆପଣମାନଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଯଦି ଯୋଜନାବଦ୍ଧ ଉପାୟରେ କରାଯାଏ ତେବେ ସଫଳତା ସୁନିଶ୍ଚିତ ପାଇପାରିବେ। କୌଣସି ଜିନିଷ ଉପରେ ଆଜି ଟେନସନ୍ ନିଅନ୍ତୁ ନାହିଁ। ଏପରି କାର୍ଯ୍ୟ କରନ୍ତୁ ନାହିଁ ଯାହା ଆପଣଙ୍କ ପରିବାର ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ, କାରଣ ତାହା ଶିକ୍ଷାରେ ବାଧା ସୃଷ୍ଟି କରିପାରେ। ବ୍ୟବସାୟୀମାନେ ଆଜି ଅନେକ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି। କିଛି ନକାରାତ୍ମକ ପ୍ରବୃତ୍ତିର ଲୋକମାନେ ଆଜି ଆପଣଙ୍କ ବିରୋଧରେ କିଛିଟା ଷଡ଼ଯନ୍ତ୍ର ରଚିବା ପାଇଁ ଚେଷ୍ଟା କରିପାରନ୍ତି। ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କରେ କିଛିଟା ବାଦ ବିବାଦ ଦେଖା ଦେଇପାରେ। ଏହା ପରିବାର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। ତେଣୁ ଅଧିକ ସତର୍କ ହେବାର ଆବଶ୍ୟକତା ରହିଅଛି। ଆଜି ପାଦ ଫୁଲିଯିବା ବା ପାଦରେ ଯନ୍ତ୍ରଣା ହେବା ଭଳି ଛୋଟମୋଟ ସମସ୍ୟାମାନ ଦେଖା ଦେଇପାରେ। ତେଣୁ ଆଜି ଆପଣମାନେ ସମୟ ସମୟ ବ୍ୟବଧାନରେ ବିଶ୍ରାମ ନେବା ଆବଶ୍ୟକ। ଆଜି ଆପଣମାନେ ଆପଣମାନଙ୍କର ସାମର୍ଥ୍ୟ ଅନୁଯାୟୀ ଦୁଃଖୀ ଓ ଦରିଦ୍ର ଲୋକମାନଙ୍କୁ କିଛିଟା ସହାୟତା କରନ୍ତୁ। ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ ବିଶେଷ ରୂପରେ ଭଲରେ କଟିବ। ଏବେ ଆସନ୍ତୁ ଜାଣି ରଖିବା ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣମାନଙ୍କୁ ବହୁତ ସମୟ ମିଳିବ, କିନ୍ତୁ ଆପଣମାନେ ସେହି ସମୟକୁ ସଠିକ୍ ଭାବରେ ଉପଯୋଗ କରିପାରିବେ ନାହିଁ। କେହି ଜଣେ ଆଜି ଆପଣଙ୍କୁ ସହାୟତାର ହାତ ବଢ଼ାଇ ପାରନ୍ତି। ତେଣୁ ଆପଣମାନେ ଏହି ସୁଯୋଗକୁ କେବେ ହେଲେ ହାତଛଡ଼ା କରନ୍ତୁ ନାହିଁ, କାରଣ ସେଥିରେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବାର ଯଥେଷ୍ଟ ଭାବରେ ସମ୍ଭାବନା ରହିଅଛି।
ପୁରୁଣା ବନ୍ଧୁମାନଙ୍କ ସାଙ୍ଗରେ ଦେଖା ସାକ୍ଷାତ ହୋଇପାରେ ଏବଂ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇପାରେ। କାର୍ଯ୍ୟର ଭାର ବଢ଼ିବା ହେତୁ ମନରେ ଚିନ୍ତା ଲାଗି ରହିବ। ଟଙ୍କା ଦେବା ଓ ନେବାରେ ସତର୍କତା ଅବଲମ୍ବନ କରନ୍ତୁ, କାରଣ ଆଜି ଦିଆଯାଇଥିବା ଟଙ୍କା ଫେରସ୍ତ ମିଳିବା ବହୁତ କଷ୍ଟକର ହୋଇପାରେ। ଆଜି ହଠାତ୍ କୌଣସି କ୍ଷେତ୍ରରୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଅଛି। ଆଜି ଆପଣମାନଙ୍କର ପିତାମାତାଙ୍କର ସ୍ୱାସ୍ଥ୍ୟରେ ଅସୁବିଧା ଦେଖା ଦେଇପାରେ, ତେଣୁ ପିତାମାତାଙ୍କର ଯତ୍ନ ନେବା ପାଇଁ ଚେଷ୍ଟା କରନ୍ତୁ। ଆଜି ଆପଣମାନେ ଭଗବାନ ଶିବଙ୍କୁ ବେଲପତ୍ର ଏବଂ ଚନ୍ଦନ ଅର୍ପଣ କରି ଆଜିର ଦିନଚର୍ଯ୍ୟାଟି ଆରମ୍ଭ କରନ୍ତୁ। ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ ବିଶେଷ ରୂପରେ ଭଲରେ କଟିବ। ଏବେ ଆସନ୍ତୁ ଜାଣି ରଖିବା କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆପଣଙ୍କୁ ଆଜି କିଛି ବହୁତ ବଡ଼ ଖୁସି ଖବର ମିଳିପାରେ। ଚାକିରି କରୁଥିବା ଲୋକମାନେ ବହୁତ ଭଲରେ ଦିନ କାଟିବେ ଏବଂ ଉପର ଅଫିସରଙ୍କର ସହଯୋଗ ଫଳରେ କାର୍ଯ୍ୟର ଭାର କମିଯିବ। ଆଜିର ଦିନ ସମ୍ପୂର୍ଣ୍ଣ ଭାବରେ ଆପଣମାନଙ୍କର ଭଲରେ କଟିବ। ପୂର୍ବରୁ କରିଥିବା ଉପାୟରେ ଏବେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ ଆଜି ଆପଣମାନେ ଆରମ୍ଭ କରିପାରିବେ। ଆପଣମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ। ଘରେ କିଛିଟା ଛୋଟମୋଟ ଅସୁବିଧା ଦେଖା ଦେଇପାରେ, କିନ୍ତୁ କିଛି ବଡ଼ ଅସୁବିଧା ହେବାର ସମ୍ଭାବନା ନାହିଁ। ଆଜି କୌଣସି ଛୋଟ କଥାରେ କେବେ ହେଲେ ରାଗନ୍ତୁ ନାହିଁ। ଧୈର୍ଯ୍ୟ ଧରି କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ, ନଚେତ୍ ସବୁ କାମ ଭୁଲ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଅଛି। ଆଜି ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି ଏବଂ ସୁସ୍ୱାଦୁ ଭୋଜନର ଯୋଗ ମଧ୍ୟ ରହିଅଛି। ଆଜି ଆପଣ ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ସନ୍ଧ୍ୟା ସମୟରେ କୌଣସି ବନ୍ଧୁଙ୍କ ସହିତ ଭେଟ ହୋଇପାରେ ଏବଂ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇପାରେ, ତେଣୁ ଦେଖିଚାହିଁ ଖର୍ଚ୍ଚ କରିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଆପଣମାନେ ଗାଈକୁ ରୁଟି ଏବଂ ଗୁଡ଼ ଖାଇବାକୁ ଦେଇ ଆଜିର ଦିନଟି ଆରମ୍ଭ କରନ୍ତୁ। ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ ବିଶେଷ ରୂପରେ ଭଲରେ କଟିବ। ଏବେ ଆସନ୍ତୁ ଜାଣି ରଖିବା ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ। ବ୍ୟବସାୟରେ ଭଲ କରିବା ଫଳରେ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହୋଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବେ। କାର୍ଯ୍ୟର ଭାର ଅଧିକ ରହିବ, ହେଲେ ଆପଣ ନିଜର ଦକ୍ଷତା ବଳରେ ସବୁ କାମକୁ ବହୁତ ସହଜରେ ସମ୍ପନ୍ନ କରିପାରିବେ। ଆଜି ଆପଣମାନେ କାହାର ସାହାଯ୍ୟ ମାଗିପାରନ୍ତି, ହେଲେ ସେହି ବ୍ୟକ୍ତି ମନା କରିବା ଫଳରେ ଆପଣଙ୍କୁ କଷ୍ଟ ଅନୁଭବ ହୋଇପାରେ, କିନ୍ତୁ ଆପଣ ବିଚଳିତ ନ ହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ପ୍ରୟାସ କରନ୍ତୁ। ଦେଖିବେ ଆପଣଙ୍କୁ ସଫଳତା ସୁନିଶ୍ଚିତ ମିଳିବ। ନକାରାତ୍ମକ ଶକ୍ତିଠାରୁ ନିଜକୁ ଦୂରରେ ରଖନ୍ତୁ, ନଚେତ୍ ଏହା ଆପଣଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଆଜି କୌଣସି ଖୁସି ଖବର ପାଇବା ଫଳରେ ଘରେ ହସର ଲହରୀ ଖେଳିଯିବ ଏବଂ ବହୁତ ଶାନ୍ତି ମଧ୍ୟ ଅନୁଭବ କରିବେ। ଆଜି ଯେକୌଣସି କାମ କରନ୍ତୁ ନା କାହିଁକି, ସେଥିରେ ଆପଣ ସଫଳତା ହିଁ ପାଇବେ। ସ୍ୱାସ୍ଥ୍ୟ ଅବସ୍ଥାରେ କିଛିଟା ପରିବର୍ତ୍ତନ ଆସିପାରେ, ତେଣୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଚେଷ୍ଟା କରନ୍ତୁ। ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି, କିନ୍ତୁ ନିଜର ବୁଦ୍ଧିମତ୍ତା କାରଣରୁ ଏହି ସମସ୍ୟା କୌଣସି ପ୍ରଭାବ ପକାଇ ପାରିବ ନାହିଁ। ବୈବାହିକ ଜୀବନ ଆଜି ବହୁତ ଆନନ୍ଦ ଉଲ୍ଲାସରେ କଟିବ। ଆଜି ଆପଣମାନେ ସୂର୍ଯ୍ୟଦେବଙ୍କୁ ମହୁ ମିଶ୍ରିତ ଜଳ ଅର୍ପଣ କରି ଆପଣଙ୍କର ଦିନଚର୍ଯ୍ୟାଟି ଆରମ୍ଭ କରନ୍ତୁ। ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ ବିଶେଷ ରୂପରେ ଭଲରେ କଟିବ। ଏବେ ଆସନ୍ତୁ ଜାଣି ରଖିବା କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କାର୍ଯ୍ୟରେ ସୁଧାର ଆସିପାରେ। କେହି ଜଣେ ଆପଣଙ୍କୁ ଏକ ଭଲ ଉପାୟ କହିବା ଫଳରେ ଆପଣଙ୍କୁ ଏହି ଉପାୟଟି ବହୁତ ଭଲ ଲାଗିବ ଏବଂ ଆପଣ ସେହି ଉପାୟ କରିବା ଫଳରେ ଆପଣଙ୍କୁ ବହୁତ ଲାଭ ମଧ୍ୟ ମିଳିବ। ଆଜି କିଛି ନୂଆ ଜିନିଷ କିଣାକିଣି କରିପାରନ୍ତି ଏବଂ କିଛି ସୁସ୍ୱାଦୁ ଖାଦ୍ୟ ମଧ୍ୟ ଖାଇପାରନ୍ତି। ଆଜି କାହା ସାଙ୍ଗରେ ବାଦବିବାଦ ବଢ଼ିପାରେ ଏବଂ ପରିବାରରେ କାହା ସାଙ୍ଗରେ ମତଭେଦ ମଧ୍ୟ ଦେଖା ଦେଇପାରେ, ତେଣୁ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ଯାହାଦ୍ୱାରା କି ଆପଣମାନେ ଅପମାନିତ ହେବାରୁ ରକ୍ଷା ପାଇପାରିବେ। ଆଜି କିଛି ନୂଆ ଦାୟିତ୍ୱ ନେଇପାରନ୍ତି ଏବଂ ଏହା ଭବିଷ୍ୟତରେ ବହୁତ ଲାଭପ୍ରଦ ପ୍ରମାଣିତ ରହିବ। ନେଇଥିବା କୌଣସି ଗୋଟିଏ ନିଷ୍ପତ୍ତି ଆଜି ଆପଣମାନଙ୍କ ପାଇଁ ସକାରାତ୍ମକ ରହିବ। ଆପଣମାନଙ୍କର ସାମ୍ନାରେ ଆଜି ବହୁତ ଅସୁବିଧା ଆସିବ, କିନ୍ତୁ ଆପଣ ନିଜର ଦକ୍ଷତା ଏବଂ ସହନଶୀଳତା ଯୋଗୁଁ ସବୁ ଜିନିଷରୁ ଆଜି ମୁକ୍ତି ପାଇପାରିବେ। ଆଜି କାର୍ଯ୍ୟକ୍ଷେତ୍ରରେ ଆପଣମାନେ ଭଲ କର୍ମ କରିବା ଫଳରେ ଆପଣଙ୍କୁ ଉଚ୍ଚ ଅଫିସରଙ୍କ ତରଫରୁ ପ୍ରଶଂସା ମିଳିବାର ଯୋଗ ରହିଅଛି। ଆପଣଙ୍କର ଜନ୍ମକୁଣ୍ଡଳୀରେ ବୁଧ ଏବଂ ଶୁକ୍ରଙ୍କର ସ୍ଥାନ ଠିକ୍ ରହିଥିବା କାରଣରୁ ଆପଣଙ୍କ ଉପରକୁ ଆସୁଥିବା ଘାତ ଏବଂ ପ୍ରତିଘାତ ଆପେ ଆପେ ଟଳିଯିବ। ଆଜି ଆପଣମାନେ ଭଗବାନ ସୂର୍ଯ୍ୟଦେବଙ୍କୁ ହଳଦୀ ମିଶ୍ରିତ ଜଳ ଅର୍ପଣ କରି ଆପଣମାନଙ୍କର ଦିନଚର୍ଯ୍ୟାଟି ଆରମ୍ଭ କରନ୍ତୁ।
ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ ବିଶେଷ ରୂପରେ ଭଲରେ କଟିବ। ଏବେ ଆସନ୍ତୁ ଜାଣି ରଖିବା ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଯଦି ଆପଣମାନଙ୍କର କୌଣସି ସେମିନାର ରହିଅଛି, ତେବେ ବହୁତ ଭଲରେ ଚେଷ୍ଟା କଲେ ସେଥିରେ ସୁଫଳ ପାଇପାରିବେ। କିନ୍ତୁ କଠିନ ପରିଶ୍ରମ କରିବା ଫଳରେ ଯାଇ ସେହି ସଫଳତା ଆପଣମାନେ ହାସଲ କରିପାରିବେ। ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ଆସିପାରେ, ତେଣୁ ଆଜି ଆପଣମାନେ ଟଙ୍କା ଖର୍ଚ୍ଚ କରିବା ସମୟରେ ଜଗି ରଖି କରି ଖର୍ଚ୍ଚ କରନ୍ତୁ। ଆଜି ଆପଣମାନଙ୍କର ମନ ଧାର୍ମିକ ସ୍ୱଭାବର ରହିବ, ତେଣୁ ଆପଣମାନେ ଧାର୍ମିକ ସ୍ଥଳରେ କିଛିଟା ଅର୍ଥ ଆଦି ଦାନ କରନ୍ତୁ। ଧାର୍ମିକ ସ୍ଥଳରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢ଼ିବ ଏବଂ ଆପଣମାନଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ। ଗୁରୁଜନ ଲୋକମାନଙ୍କର ଆଶୀର୍ବାଦ ନିଅନ୍ତୁ। ଦେଖିବେ ଲୋକମାନେ ଆପଣଙ୍କ ଉପରେ ବହୁତ ଖୁସି ରହିବେ ଏବଂ ଆପଣଙ୍କୁ ବହୁତ ମାନ ସମ୍ମାନ ମଧ୍ୟ ମିଳିବ। ବିବାହିତ ଲୋକମାନଙ୍କ ପାଇଁ ଆଜିର ଦିନଟି ବହୁତ ଆନନ୍ଦମୟ ରହିବ। ଜୀବନସାଥୀଙ୍କ ସହିତ ଆଜି କୌଣସି ଜାଗାକୁ ବୁଲିବା ପାଇଁ ଯାଇପାରନ୍ତି ଏବଂ ମନ ପ୍ରଫୁଲ୍ଲିତ ରହିବ। ପ୍ରେମ ମାମଲାରେ ଆଜିର ଦିନଟି ଆପଣମାନଙ୍କର ସପକ୍ଷରେ ରହିବ। ଆର୍ଥିକ ସମସ୍ୟା ରହିଥିଲେ ମଧ୍ୟ ଆଜି ଘରକୁ କିଛିଟା ନୂତନ ଏବଂ ମୂଲ୍ୟବାନ ଜିନିଷପତ୍ର ମଧ୍ୟ ଆଣିପାରନ୍ତି। ମହିଳାମାନଙ୍କ ପାଇଁ ଦିନ ବହୁତ ଭଲ ରହିବ ଏବଂ ଘର କାର୍ଯ୍ୟରେ ବ୍ୟସ୍ତ ରହିଲେ ମଧ୍ୟ ନିଜର କିଛିଟା ସମୟ ବାହାର କରି ଧର୍ମ କାର୍ଯ୍ୟରେ ଲଗାଇବା ପାଇଁ ଚେଷ୍ଟା କରନ୍ତୁ। ଦେଖିବେ ମନକୁ ଶାନ୍ତି ମିଳିବା ସହିତ ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଛାତ୍ରଛାତ୍ରୀମାନେ ଆଜି କିଛି ନୂଆ ଶିକ୍ଷା ଆରମ୍ଭ କରିପାରନ୍ତି। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଠାକୁରଙ୍କର ଆଶୀର୍ବାଦ ନେଇ ଆରମ୍ଭ କରନ୍ତୁ, ସଫଳତା ସୁନିଶ୍ଚିତ ମିଳିବ। ଆଜି ଆପଣମାନେ ଆପଣମାନଙ୍କର ପିତାମାତା ଏବଂ ଗୁରୁଜନମାନଙ୍କୁ ପ୍ରଣାମ କରି ଆଜିର ଦିନଚର୍ଯ୍ୟାଟି ଆରମ୍ଭ କରନ୍ତୁ। ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ ବିଶେଷ ରୂପରେ ଭଲରେ କଟିବ। ଏବେ ଆସନ୍ତୁ ଜାଣି ରଖିବା ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣମାନେ ଯେଉଁ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, ସେହି କାର୍ଯ୍ୟ ଖୁବ୍ ସହଜରେ କରିପାରିବେ। ଆଜି ଆପଣମାନଙ୍କର ସ୍ୱାସ୍ଥ୍ୟରେ କିଛି ବାଧା ଆସିପାରେ ଏବଂ ସ୍ୱାସ୍ଥ୍ୟରେ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇପାରେ। ତେଣୁ ଆଜି ଆପଣମାନେ ନିଜର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। କାହା ଉପରେ ଅଧିକ ବିଶ୍ୱାସ ରଖନ୍ତୁ ନାହିଁ, କାରଣ ଆଜି ସେଥିରେ ଆପଣଙ୍କର ବିଶ୍ୱାସ ଭାଙ୍ଗି ଯାଇପାରେ ଏବଂ ଆପଣଙ୍କର ମନ ମଧ୍ୟ ଖରାପ ରହିପାରେ। ଆପଣଙ୍କୁ ହଠାତ୍ ଧନପ୍ରାପ୍ତି ହେବାର ସମ୍ଭାବନା ରହିଅଛି। ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବା ପାଇଁ ଚାହୁଁଥାନ୍ତି, ତେବେ ଆଜିର ଦିନ ଆପଣମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ। ଆଜି ଆପଣମାନେ ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ଆପଣଙ୍କୁ ଅପମାନ ମଧ୍ୟ ମିଳିପାରେ। ଆଜି ହଠାତ୍ ଧନପ୍ରାପ୍ତି ହେବାର ସମ୍ଭାବନା ରହିଅଛି। ମହିଳାମାନେ ଆଜି ଟିକେ ଜଗି ରଖି କରି କଥାବାର୍ତ୍ତା କରନ୍ତୁ, ନଚେତ ବାଦ ବିବାଦ ହେବାର ଯଥେଷ୍ଟ ସମ୍ଭାବନା ରହିଅଛି। ଛାତ୍ରଛାତ୍ରୀମାନେ ଆଜି ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ। ମହିଳାମାନେ ଆଜି ଗୁରୁଜନମାନଙ୍କ ଠାରୁ ପ୍ରଶଂସା ଏବଂ ଆଶୀର୍ବାଦ ଲାଭ କରିବେ। ବୈବାହିକ ଜୀବନରେ ଛୋଟମୋଟ ବିବାଦ କାରଣରୁ ଜୀବନସାଥୀଙ୍କ ସହ ମାନମନାନ୍ତର ହେବାର ଯଥେଷ୍ଟ ସମ୍ଭାବନା ରହିଅଛି। ତେଣୁ କୌଣସି କଥାକୁ ନେଇ ଯୁକ୍ତିତର୍କ କରନ୍ତୁ ନାହିଁ। ଆଜି ଆପଣମାନେ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଖାଇବାକୁ ଦେଇ ଆପଣମାନଙ୍କର ଦିନଚର୍ଯ୍ୟାଟି ଆରମ୍ଭ କରନ୍ତୁ। ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ ବିଶେଷ ରୂପରେ ଭଲରେ କଟିବ। ଏବେ ଆସନ୍ତୁ ଜାଣି ରଖିବା ଧନୁରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଅଫିସରେ ବା କର୍ମକ୍ଷେତ୍ରରେ କୌଣସି ଏକ କାମରେ ବହୁତ ବାଧା ଆସିବା ସହିତ ବହୁତ କଷ୍ଟ ମଧ୍ୟ ଅନୁଭବ କରିପାରନ୍ତି। ଗୁରୁଜନମାନଙ୍କର ଶୁଭ ଦୃଷ୍ଟି ଆପଣଙ୍କ ଉପରେ ରହିଥିବା ହେତୁ ମାନ ସମ୍ମାନ ବଢ଼ିବା ସହିତ ଯଦି ନିଜର କିଛି ବ୍ୟବସାୟ ରହିଛି, ତେବେ ସେଥିରେ ମଧ୍ୟ ଉନ୍ନତି ହେବ। ଆପଣମାନଙ୍କର ଏବେ ବହୁତ ଦିନ ପରେ ଭଲ ସମୟ ଆସିବା ପାଇଁ ଯାଉଅଛି, ତେଣୁ ଆପଣମାନଙ୍କର ଦିନ ବହୁତ ଭଲରେ କଟିବ। କିନ୍ତୁ ଆପଣ ଯଦି କାହାର କ୍ଷତି କରିବା ପାଇଁ ଚାହିଁବେ, ତେବେ ଆପଣ କରିଥିବା ବା ଭାବିଥିବା ଉପାୟରେ ଆପଣ ହିଁ ଫସିଯାଇପାରନ୍ତି ଏବଂ ଆପଣଙ୍କୁ ବହୁତ କଷ୍ଟ ମଧ୍ୟ ସହିବା ପାଇଁ ପଡ଼ିପାରେ। ତେଣୁ ଆଜି କାହାର କୌଣସି ଅସୁବିଧା କଥା କେବେ ହେଲେ ଚିନ୍ତା କରନ୍ତୁ ନାହିଁ। ଆଜି ଆପଣ ବହୁତ ଖୁସିରେ ରହିବେ ଓ ଘରେ କୌଣସି ଏକ ଖୁସି ଖବର ପାଇପାରନ୍ତି, ଯାହାଫଳରେ ଘର ଓ ପରିବାର ମଧ୍ୟରେ ଖୁସିର ବାତାବରଣ ଲାଗି ରହିବ। ସନ୍ତାନମାନଙ୍କ ତରଫରୁ କିଛି ଶୁଭ ସମ୍ବାଦ ମିଳିପାରେ। ଆଜି ଆପଣ ବାହାରକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି। ଆପଣ ଭାବିଥିବା ପ୍ରତ୍ୟେକଟି କାର୍ଯ୍ୟ ଆଜି ଆପଣମାନେ ସମୟ ପୂର୍ବରୁ ଶେଷ କରିପାରିବେ। ମହିଳାମାନେ ଆଜି ଜୀବନସାଥୀଙ୍କ ସହିତ ବହୁତ ଆନନ୍ଦରେ ସମୟ କାଟିବେ। ଆଜି ଖର୍ଚ୍ଚର ପରିମାଣ ଅଧିକା ହେବା କାରଣରୁ ଆପଣମାନଙ୍କର ମନ ବିଚଳିତ ରହିପାରେ, ହେଲେ ଏହା ବହୁତ ଶୀଘ୍ର ଦୂର ହୋଇଯିବ। ଆଜି ଆପଣମାନେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରି ଆପଣମାନଙ୍କର ଦିନଚର୍ଯ୍ୟାଟି ଆରମ୍ଭ କରନ୍ତୁ। ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ
विशेष रूप से भलरे कटिब। एबे आसंतु जानि रखिबा मकर राशि व्यक्तिविशेष मानक पई आजिर दिनटी किपरि रहिब। आज कौनसी काम पई भाविबे किंतु कार्य आपणकर मन लागिब नाही। व्यवसाय उत्थान और पतन लगी रहिब, सेथिरे किछि भी संदेह नाही। किंतु आपण माने परिश्रम करिबा जारी रखंतु। आज किछि नुआ जिनिस मध्य आरंभ करि पारंती। कौनसी एक बाहर कंपानी भल लाभ मिलिब और जदि आपण माने बाहर कंपानी रे टंका विनियोग करिसंती तेबे विनियोग करिथिबा टंका 2 गुण करी फेरी पाइबे। आर्थिक अवस्था संपूर्ण भाव में सुदृढ़ रहिब। कौनसी कार्य असुविधा बा समस्या आज आसीब नाही। केही जणे नुआ अतिथि आपणक घर को आसीपारती, जहाद्वारा आज आपण मानकर मन प्रफुल्लित रहिब। पिलामानकर सांगरे आजिर दिनटी बहुत आनंद एवं उल्लास अतिबाहित करिपारंती। पुराणा सांगमानक सहित देखा साक्षात होइपारे एवं अधिक खर्च मध्य करिबा पई पड़िपारे। तेणु किछिटा छोट मोट आर्थिक समस्या मान देखा देइपारे। घर को नुआ जिनिसपत्र आनीपारती, जहाँफल घरर सदस्य माने आज आपणक उपरे बहुत खुशी रहिबे। आज नैथिबा कौनसी गोटे निष्पत्ति भूल हो जिबार यथेष्ट संभावना रहिअछि। तेणु गुरुत्वपूर्ण निष्पत्ति नेबा समय रे बहुत भल भाव में भाविचिंती करि नियंतु। आज आपण माने गुरुजन मानकर आशीर्वाद नियंतु एवं आपणकर दिनचर्याटी आरंभ करंतु। देखिबे आजिर दिनटी आपण मानक पई विशेष रूप से भलरे कटिब। एबे आसंतु जानि रखिबा कुंभ राशि व्यक्तिविशेष मानक पई आजिर दिनटी किपरि रहिब। आर्थिक कारोबार रे यथेष्ट लाभ मिलिब। रोगमुक्ति, ऋणसूत्र रे बा बके अर्थ आदि प्राप्ति घटिपारे। किछि समय धरी चली आसुथिबा समस्यार समाधान पाइबा द्वारा आपण अस्वस्ति अनुभव करिवे एवं संपूर्ण आत्मविश्वासर सहित निजर अन्य कार्यगुड़िक उपरे मध्य ध्यान देवाकू समर्थ हेबे। परिश्रम अनुसार आपण माने आज शुभफल पाइबे। प्रतियोगितापूर्ण कार्यगुड़िक लगी बहुत परिश्रम करिबा पई पड़िपारे। वृथा विवाद, कली झगड़ा, माली मकदमा भितरे न पशिबा विज्ञतार परिचयक अटे। कादुरे पसंतु नाही कि गोड़ धोइबार परिश्रम मध्य करंतु नाही। निजर इगो को निजर नियंत्रण भितर रखिबा पई चेष्टा करंतु। व्यवसाय आज आपण मानकु परिश्रम अनुसार फल मिलिब। समस्त कार्यकलाप गुड़िक आज आपण मानकर अति सुरुखुरुरे होइजिब। चाकरी करुथिबा लोक मानकु छुट्टी समय मध्य कार्य करिबा पई पड़िपारे। जीवन साथींकर स्वास्थ्य विषय रे टिके चिंता करिबाकू मध्य पड़िपारे। चाप जोगु मांसपेशीय जंत्रणा देखा देइपारे। तेणु आपण माने व्यायाम ध्यान रे किछि समय बितांतु। देखिबे मानसिक शांति पाई परिबे। आज आपण माने आपण मानकर सामर्थ्य अनुसार दुखी और दरिद्र लोक मानकु किछिटा आर्थिक सहायता करंतु। देखिबे आजिर दिनटी आपण मानक पई विशेष रूप से भलरे कटिब। एबे आसंतु जानि रखिबा मीन राशि व्यक्तिविशेष मानक पई आजिर दिनटी किपरि रहिब। आज कौनसी काम सरीजिबा फल आज आपणको बहुत खुशी लागिब एवं आपण अधिक आराम लाभ करिपारिबे। कार्यक्षेत्र में सफल हेबे एवं मान सम्मान मध्य वृद्धि हेब। गाड़ी और जमी भली किछिटा जिनिसपत्र आज किणाकिणी करिपारंती। एथिरे कौनसी बाधा उपजिब नाही। निजर थिबा कौनसी एक बड़ कष्ट को जड़े महत्वपूर्ण व्यक्ति सहित आलोचना करंतु, जहाँकि सही व्यक्ति आपणकर किछिटा सहायता करिपारिबे। परिवार रे केही जणे लोक आज आपण को कष्ट दे पारंती। निजर स्वास्थ्य प्रति ध्यान दियंतु। महिला माने निज शरीरर जत्न नियंतु। प्रेम मामलार आजिर दिनटी आपण मानक पई बहुत भल रहिब। निजर प्रेम संपर्क विषय रे घर लोक मानक सह आलोचना करि पारंती एवं यह आगक मध्य बढ़ी पारे। आज निजर मन को केही जणे कष्ट दे पारे। तेणु कहा सहित कथा हेबा समय रे टिके जगी रखी करी कथबार्ता करंतु। आज आपण माने गरीब लोक मानकु आपण मानकर सामर्थ्य अनुसार दान दियंतु। देखिबे आजिर दिनटी आपण मानक पई निश्चिंत रूप से मंगलमय हेब। तेबे बंधुगण, यह थिला आज दिनर 12 गोटी राशि मानकर आजिर राशिफल। आशा करुछु एही भिडियोटी आपण मानकर पसंद आसीथिबो। पसंद आसीथिले एही भिडियो को गोटे लाइक करि नियंतु एवं आपनक प्रियजन मानक सहित शेयर करि नियंतु। एथि सहित आपण माने जदि एही भली भाबरे प्रत्येक दिन राशिफल विषय रे जानिबा पई चाहुथांती तेबे आमर एही चैनल को वर्तमान ही सब्सक्राइब करि नियंतु। धन्यवाद।